ଗୋଟେ କଥା ଭାଇ, ଯେତେବେଳେ ନବୀନ ବାବୁ ସରକାରରେ ଥିଲେ କାହାର କ'ଣ ଲାଭ ହଉ ନ ହଉ ଷ୍ଟୁଡେଣ୍ଟ ମାନେ କିନ୍ତୁ ବହୁତ ବେନିଫିଟ୍ ପାଉଥିଲେ। ଏଇଟା ଆପଣମାନେ ବି ନିଶ୍ଚିତ ଭାବରେ ମୋ କଥାରେ ରାଜି ହେବେ। ମାନେ ବର୍ଷ ଆରମ୍ଭ ହଉ କି ଅଧା ହଉ, ଆମର ଯେଉଁ ବିଜୁ ଜୟନ୍ତୀ ଥିଲା, ବିଜୁ ଜୟନ୍ତୀ ଦିନ ନିହାତି ଭାବରେ ଯଦି ମିଳିନଥିବ ଡ୍ରେସ୍ଟି, ବିଜୁ ଜୟନ୍ତୀରେ ନିହାତି ଭାବରେ ଷ୍ଟୁଡେଣ୍ଟମାନଙ୍କୁ ଡ୍ରେସ୍ ଦେଇ ଦେଉଥିଲା ନବୀନ ସରକାର। କିନ୍ତୁ ଦେଖନ୍ତୁ ମୋହନ ସରକାର ଆସିଲେଣି, ଆସି ପିଲାଙ୍କର କ୍ଲାସ୍ ସରିବାକୁ ମାନେ ସ୍କୁଲ କ୍ଲାସ୍ ଓଭର ହେବାକୁ ବସିଲାଣି, ବାର୍ଷିକ ପରୀକ୍ଷା ସରିବାକୁ ବସିଲାଣି, ପିଲାମାନେ ଏପର୍ଯ୍ୟନ୍ତ କିଛି ବି ପାଇଲେନି। ଡିକ୍ଲାର ହେଇଗଲା ଏମିତିଆ ଡ୍ରେସ୍ ହେଇଛି, ସେମିତିଆ ଡ୍ରେସ୍ ହେଇଛି, ସେମିତିଆ ଡ୍ରେସ୍ ହେଇଛି। ଦେଖନ୍ତୁ ପିଲାଙ୍କୁ ମିଳିନି, ଯେଉଁ ଥରିଏ ଥରିଏ ମିଳିଥିଲା। ଆଚ୍ଛା, ସିଏ ଦିହଳ ଡ୍ରେସ୍ କେମିତି ପିନ୍ଧିବେ? ପିଲାମାନେ ବି ତାଙ୍କର ବଢ଼ୁଛନ୍ତି ନା, ତାଙ୍କର ହାଇଟ୍ ବଢ଼ୁଛି, ହେଲ୍ଥ ବଢ଼ୁଛି। ସେ ଚିରା ଡ୍ରେସ୍ ଚପା ଡ୍ରେସ୍ ପିନ୍ଧିକି ଯିବେ?